ଗୋଟିଏ ଦିନରେ ସେ ମହିଳା ପଟିଯିବ, ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଗୋଟିଏ ପିଆଜ ଆଉ ଗୋଟିଏ ଛୁଞ୍ଚିର ସାହାଯ୍ୟରେ ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ବିବାହିତା ମହିଳାକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ପିଆଜ ଆଉ ଛୁଞ୍ଚିର ସାହାଯ୍ୟରେ ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ଝିଅ ବା ବିବାହିତା ମହିଳାକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯେଉଁ ଝିଅ ବା ମହିଳା ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। କାହିଁକି ନା ପିଆଜ ଆଉ ଛୁଞ୍ଚିର ଏହି ବଶୀକରଣ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ, ସିଏ କରିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ, କେବଳ ଗୋଟିଏ ପିଆଜ ଆଉ ଛୁଞ୍ଚିର ସାହାଯ୍ୟରେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ଝିଅ ବା ନାରୀକୁ ନିଜ ବଶରେ କରିପାରିବେ, ତାକୁ ପଟେଇ ପାରିବେ। ତେବେ ଏହି ବଶୀକରଣ କରିବା ଅତି ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ପିଆଜ ଆଉ ଛୁଞ୍ଚିରେ ଆପଣ କିପରି ବଶୀକରଣ କରିବେ, ନାରୀ ମୋହିନୀ ବଶୀକରଣ କରିବେ, ମୁଁ ଆପଣଙ୍କୁ ବତେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କହିବେ ଆପଣଙ୍କର ବଶୀକରଣ କାମ କରୁନି। ମୁଁ ଆପଣଙ୍କୁ ସବୁବେଳେ କହୁଛି, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବିଧି କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ବତେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟେ ପିଆଜ ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ ନିଜର ଶୋଇବା ଘରେ କିମ୍ବା କୌଣସି ଏକ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ, ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ ପିଆଜ ଆଉ ଛୁଞ୍ଚି ଆଣିଛନ୍ତି, ତାକୁ ନିଜ ସାମ୍ନାରେ ରଖିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ପିଆଜକୁ ବାମ ହାତରେ ଧରିବେ ଆଉ ଛୁଞ୍ଚିକୁ ଡାହାଣ ହାତରେ ଧରିବେ। ତାପରେ 19 ଥର ସେଇ ଝିଅ ବା ସ୍ତ୍ରୀର ନାମ ଉଚ୍ଚାରଣ କରିବେ ଆଉ ପିଆଜରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ
ୟା ମୁକିତୁ ଏହି ଶବ୍ଦକୁ ଆପଣ 19 ଥର ପଢ଼ିବେ ଆଉ ଛୁଞ୍ଚିକୁ ପିଆଜରେ ଫୋଡ଼ିଦେବେ। ଏତିକି କରିସାରିବା ପରେ ସେ ପିଆଜକୁ ନିଜର ଶୋଇବା ଖଟ ତଳେ ରଖିକି ଆପଣ ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି ତଳେ ଶୋଉଛନ୍ତି ତେବେ ଆପଣ ସେ ପିଆଜକୁ ନିଜର ମୁଣ୍ଡ ପାଖରେ ରଖିକି ଆପଣ ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ସେ ପିଆଜ ଆଉ ଛୁଞ୍ଚିକୁ ସେହିପରି ନେଇକି କୌଣସି ଏକ ଜାଗାରେ ଅଳ୍ପ ଟିକେ ମାଟି ଖୋଳି ପୋତିଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ସ୍ତ୍ରୀର ନାଁରେ ଆପଣ ଏହି ବଶୀକରଣ କରିଥିବେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।